ପିଲାମାନଙ୍କୁ ମା ଜନ୍ମ ଦେଇଥାଏ, ପୁଅ ହେଉ ଝିଅ ହେଉ, ଏବଂ ବିକଳାଙ୍ଗକୁ ମଧ୍ୟ ଜନ୍ମ ଦେଇଥାଏ। ଏଠାରେ କାରଣ କ'ଣ? କ'ଣ ପାଇଁ ଏପରି ହୁଏ? 3 ମାସ ପରେ ମା ଜାଣିପାରେ ଯେ ମୋ ଗର୍ଭରୁ ମୋ କୋଳକୁ ଏକ ସନ୍ତାନ ଆସୁଅଛି। ଖୁସିରେ ମା ମନ ନାଚି ଉଠେ। ଏମିତି କେତେ କ'ଣ ଭାବି ବସେ। ଖୁସି ମନରେ ମା ହାତ ଗୋଡ଼ ମୁହଁ ଧୋଇ ଆଦର ସହିତ ଭାଗବତ ଜନ୍ମ ହେବା ଯାଏ ପାଠ କଲେ ସେ ପିଲା ମା କୋଳକୁ ସୁସନ୍ତାନ ହୋଇ ଜନ୍ମ ହୋଇଥାଏ। ଯେପରି ସୁଭଦ୍ରା ଗର୍ଭରେ ଅଭିମନ୍ୟୁ ଅର୍ଜୁନଠାରୁ ଚକ୍ରବ୍ୟୁହ ଶୁଣୁଥିଲା। ପିଲାମାନେ କେଉଁ କାରଣ ପାଇଁ ଅବାଟକୁ ଚାଲିଯାଆନ୍ତି? ଏଠାରେ କାରଣ କ'ଣ? ଯଦି ମୁଖ୍ୟ ନଦୀରେ ପାଣି ଗୋଳିଆ ହୋଇଥାଏ, ତାହେଲେ ଶାଖା ନଦୀକୁ ପାଣି ବୋହିଯାଏ। ଦିନକର କଥା,